ଜାଣିଛ ନା କିଛି ଭାଇ ମାନେ ମୋ ଭିଡ଼ିଓରେ କମେଣ୍ଟ କରିକି ଲେଖୁଛନ୍ତି ଯେ ତମେ ଝିଅ ପିଲାଟା ବିଦେଶରେ କ'ଣ ପାଇଁ ରହୁଛ। ତ ସେଇ ଭାଇମାନଙ୍କୁ ମୁଁ କହିବା ପାଇଁ ଚାହୁଁଛି, ଭାଇ କାହାର ଇଚ୍ଛା ନାହିଁ ଘରେ ରହିବା ପାଇଁ। କୁହ ଥରେ, କାହାର ଇଚ୍ଛା ନାହିଁ ଘରେ ରହିବା ପାଇଁ। ମୋର ବି ବହୁତ ଇଚ୍ଛା ଅଛି ଘରେ ରହିବା ପାଇଁ। ଆଉ ଜାଣିଛ ଗୋଟିଏ କଥା, ମୁଁ ପାଠ ପଢ଼ା ବନ୍ଦ କରିକି ବିଦେଶ ଆସିଛି। କ'ଣ ପାଇଁ ଜାଣିଛ? ମୋ ଘରର ପ୍ରୋବ୍ଲେମ୍ ମୁଁ ମୋ ଆଖି ସାମ୍ନାରେ ଦେଖିଛି। ମାନେ କେମିତି ଆମର ଚଳୁଥିଲୁ, ଆଉ ମୋ ବାପା ଏକୁଟିଆ ଇନକମ୍ କରନ୍ତି। ମୋର ବି ଆହୁରି ଦୁଇଟି ଭଉଣୀ ଅଛନ୍ତି, ମୋର ଗୋଟେ ସାନ ଭାଇ ଅଛି। ମୋ ବାପା ଏକୁଟିଆ ଇନକମ୍ କରନ୍ତି, ଆଉ ଆମେମାନେ ସମସ୍ତେ ଚଳୁ। ତ ସେଥିପାଇଁ ଆମ ଘରର ପ୍ରୋବ୍ଲେମ୍ ମୁଁ ଆଖି ସାମ୍ନାରେ ଦେଖିକି, ସେଥିପାଇଁ ମୁଁ ମୋ ପାଠପଢ଼ା ବନ୍ଦ କରିକି ଆସିଛି ବିଦେଶ। କିଛି ତ ମୋ ବାପାଙ୍କୁ ମୁଁ ହେଲ୍ପ କରିପାରିବି, ସେଥିପାଇଁ ଆସିଛି। ଆଉ ଆପଣମାନେ ଖାଲି ଭାବୁଛନ୍ତି ଝିଅ ପିଲାଟେ କାହିଁ ବିଦେଶରେ ରହୁଛ, କ'ଣ ପାଇଁ? ସେମିତି ଲେଖିଦେଲେ ଭାଇ ହେବନି। କାହାର କ'ଣ ପ୍ରୋବ୍ଲେମ୍ ଅଛି ମୁଁ ଜାଣିନି, କିନ୍ତୁ ମୋ ପ୍ରୋବ୍ଲେମ୍ କଥା ମୁଁ କହୁଛି। ମୋ ଘରର ସେମିତି କିଛି ପ୍ରୋବ୍ଲେମ୍ ଥିଲା, ସେଥିଲାଗି ମୁଁ ବିଦେଶ ଆସିଛି। ସେଇଟା ତ ସବୁ କଥା ମାନେ ସେୟାର ତ କରିହେବନି। ମାନେ ଏଇଟା ଆପଣମାନେ ଜାଣନ୍ତୁ, ମୋ ଘରର କିଛି ପ୍ରୋବ୍ଲେମ୍ ଥିଲା, ସେଥିଲାଗି ମୁଁ ବିଦେଶ ଆସିଛି। ଆଉ ମୋ ପାଠପଢ଼ା ବି ମୁଁ ବନ୍ଦ କରିଦେଇଛି।